ଥିଲେ ବାପା କହିଥାନ୍ତେ ନିଶ୍ଚୟ, ଫୁର୍ସତ ଅଛି ଯଦି ଶାଶୁ ବୋହୂ ବଗିଚାରୁ ଚା ଟୋପେ ଦିଅ। ମା ମୁଁ ରକମ ରକମ ଫୁଲ ଫୁଟେଇଲା ବେଳେ, ତାକୁ ଗୁନ୍ଥି ଘର ଆଉ ମନ୍ଦିର ସଜେଇଲା ବେଳେ, ଗୁପଚୁପ୍ କଥା ହେଲା ବେଳେ, ଆଣିଲେଣି ମାଛ କାଟି କୁଟି ବଜାରରୁ, ରାନ୍ଧିଦେବ କି ବେଳ ଥିଲେ। ତୁମ ବଗିଚାର କଖାରୁ ବାଇଗଣ ଭେଣ୍ଡି ଆଜି ଚଳିବନି ଭଲେ। ଥିଲେ ବାପା କହିଥାନ୍ତେ ନିଶ୍ଚୟ ମା'ଙ୍କୁ, ଆଜି ଟିକେ ବନ୍ଧନ ମୁକ୍ତ ହେଇଥିବ ତ ସଜ। ନେଇଯିବି ଉପର ଓଳି ପୁସ୍ତକ ମେଳା ବଜାର, ସେଠୁ ଫେରି ପସନ୍ଦିଆ ଦୋକାନରୁ ଆଳୁଚପ ତରକାରୀ ଦୋସା ରସଗୋଲା ଖୁଏଇବି ହେଜ। ବାପା ଥିଲେ କହିଥାନ୍ତେ, ଯାହା ଯାହା ଅଣାହେବ ଲିଷ୍ଟ କରି ରଖିଥିବୁ ତ ମା, ଚା ପିଇ ଆମେ ଦୁହେଁ ଯିବୁ ପରା। ପଛେ ପଛେ ଯଦି ମନ ଆସିଯିବ ତୁମେ ଦୁହେଁ, ଅମକେଇ ଦୋକାନର ଯୋଉ ସମକେଇ ଛକଠିକୁ। ଉପର ଓଳି ରଖିବନି ଶାଶୁ ବୋହୂ ବଗିଚାରେ ପାଣି ଦେବା ନାଟକ। ଯେତେ ଶୀଘ୍ର ବାହାରିବ ଏ ଶୀତକୁ ସେତେ ପରା ଭଲ। ବାପା ଥିଲେ କହିଥାନ୍ତେ ୟାଙ୍କୁ, କାମରୁ ଫେରି ଆଜି ଟିକେ ଦୋକାନକୁ ଯିବୁ ତ। ମୁଁ ଭାବିଛି ଘୋଡ଼ି ହେଇ ମୁଢ଼ି ଚୋବେଇ ମ୍ୟାଚ୍ ଦେଖିବି ତ। ବାପା ଥିଲେ କହିଥାନ୍ତେ ଅଂଶୁକୁ, ଏ ଟୋକା ହାଉ ହାଉ ହନି ଜମାରୁ, ଆ ତୋତେ ରନ୍ ଗଣି ଶିଖେଇବି ଭଲେ। ତୁ ପୁଣି ବଡ଼ ହେଲେ ବହେ ବହେ ଛକା ମାରିବୁ ତ।